ସବୁବେଳେ ମୁଁ ଲୋକମାନଙ୍କୁ ମାରପିଟ କରୁଥିଲି ଏବଂ ଲୋକମାନଙ୍କର ଖାଇବା ଛଡ଼େଇ ନେଉଥିଲି ଏବଂ ଲୋକମାନଙ୍କୁ ବହୁତ ଘୃଣ୍ୟ ଭାବେ ମାରି ପକାଉଥିଲି। ମୁଁ ସବୁବେଳେ ଆଜ୍ଞା ପାପ କରିଛି ଏବଂ ମୋତେ ଦଣ୍ଡ ନିହାତି ମିଳିବା ଆବଶ୍ୟକ। ଯମ କହିଲେ, ସାଧୁ ବାବା ତମେ କୁହ, ଡାକୁ ଜଣକ ତ କହିସାରିଲେ, ତମେ କୁହ ସାଧୁ ବାବା ତମେ କ'ଣ ପାପ କରିଛ ଯେ ତମେ। ସାଧୁ ଜଣକ କହିଲେ, ଯମରାଜ ମୁଁ କେବେ ବି ପାପ କରିନାହିଁ। ସତ୍କର୍ମ ଆଉ ନ୍ୟାୟ ଧର୍ମରେ ସବୁବେଳେ ମୁଁ ଚାଲିଛି ଏବଂ ସବୁବେଳେ ତିନି ଠାକୁରଙ୍କୁ ସ୍ମରଣ କରି ମୋର ତପସ୍ୟାରେ ମୁଁ ବସୁଥିଲି। କେବେ ବି ମୁଁ ପାପ କରିନି। ଯମରାଜ କହିଲେ, ତମ ଦୁଇ ଜଣଙ୍କ କଥା ମୁଁ ଶୁଣିଲି ଏବଂ ମୁଁ ତୁମ ଦୁଇ ଜଣଙ୍କୁ ଦଣ୍ଡ ଦେବାକୁ ଯାଉଛି। ସାଧୁ ବାବା କହିଲେ, ଯମରାଜ ଆପଣ ମୋତେ ଦଣ୍ଡ ଦେବେ ଯେ ଏମିତି ଦଣ୍ଡ ଦେବେ, ମୁଁ ଯେମିତି ତପସ୍ୟା କରୁଥିଲି ଆଉ ସତ୍କର୍ମରେ ଚାଲୁଥିଲି ନା, ମୋତେ ଯେମିତି ସ୍ୱର୍ଗପୁରକୁ ଯାଇ ଭଗବାନଙ୍କ ସହ ଦେଖା ଦର୍ଶନ ଦେବେ, ସେମିତି ଆପଣ ମୋତେ ଦଣ୍ଡ ଦେବେ। ଡାକୁ ଜଣକ କହିଲା, ଯମରାଜ ମୁଁ ତ ସବୁବେଳେ ପାପ କରିଛି, ମୋତେ ଦଣ୍ଡ ନିହାତି ମିଳିବା ଆବଶ୍ୟକ। ଯମରାଜ କହିଲେ, ଡାକୁ ତୁମେ ସାଧୁ ବାବାଙ୍କ ସେବା କର। ଡାକୁ କହିଲା, ହଁ ଆଜ୍ଞା ମୁଁ ସେବା କରିବି, ମୁଁ ଯେହେତୁ ପାପୀ ନା, ମୁଁ ସେବା